ଚାକିରି ହେଉଛି ଏମିତି ଏକ ଜିନିଷ ଯାହା ଆପଣଙ୍କୁ ଭୋକରେ ମରିବାକୁ ଦବନି। ବ୍ୟବସାୟରେ ପଇସା ଧୀରେ ଧୀରେ ଆସିଥାଏ କିନ୍ତୁ ଲଗାତାର ଆସିଥାଏ। ପଇସା ଆସିବାରେ କେବେ କମ ହଉନାହିଁ, ବରଂ ଧୀରେ ଧୀରେ ପଇସା ବଢି ଚାଲିଥାଏ। ଚାକିରି ଏମିତି ଗୋଟେ ଜିନିଷ, ଆପଣ ଚାଲିଗଲା ପରେ ଆପଣଙ୍କ ଚାକିରି ଆପଣଙ୍କ ପୁଅକୁ ଡାଇରେକ୍ଟ ମିଳିଯିବନି। ଆପଣଙ୍କ ପୁଅକୁ ଚାକିରି ମାନେ କଣ ତାହା ଜାଣିବା ଆମେ। ଚାକିରି ମାନେ ହେଉଛି ନିଜର ସମୟକୁ ଅନ୍ୟ ପାଖରେ ବନ୍ଧା ରଖି ପଇସା ଆଣିବା, ପଇସା କମେଇବାକୁ ଚାକିରି କୁହାଯାଏ। ଠିକ୍ ସେହିପରି ସାଲେରୀ କଣ, ଯେଉଁଠାରେ ଆମେ କାମ କରୁଛେ, କାମ ବଦଳରେ ପଇସା ମିଳେ ତାହାକୁ ସାଲେରୀ କୁହାଯାଏ ବା ଦରମା କୁହାଯାଏ। ଆମକୁ ଜଣା ଅଛି ଗୋଟେ ମାସ କାମ କଲେ ଆମକୁ ଏତେ ଟଙ୍କା ମିଳିବ, ସେତେ ଟଙ୍କାରେ ଆମ ପରିବାର ଭଲ ଭାବରେ ଚଳିପାରିବ ଓ କିଛି ଟଙ୍କା ସଞ୍ଚୟ ହେଇପାରିବ। ସେଇଟା ହେଉଛି କମ୍ଫର୍ଟ ଜୋନ୍। ଆପଣଙ୍କୁ ଜଣା ଅଛି ଏତେ ଏତେ ଦିନ କାମ କଲେ ଆପଣଙ୍କୁ ଏତେ ଟଙ୍କା ମିଳିବ। ଚାକିରିରେ ଆପଣଙ୍କ ଉପରେ ବସ୍ ଥାଏ, ଆପଣଙ୍କ ବସ୍ ଯାହା କହିବ ଆପଣଙ୍କୁ ସେଇ କାମ କରିବାକୁ ପଡ଼ିବ। ଚାକିରିରେ ତମ ଉପରେ କିଛି କାର୍ଯ୍ୟଭାର ନଥାଏ, ଆପଣ ଗଲେ ଖାଲି ଆପଣଙ୍କ ଡେଲି କାମ ଯାହା କରିବାକୁ ଥିବ ତାହା କରିଦେଲେ। ଆପଣଙ୍କୁ ଭୟ ଥାଏ ଯେ ଯଦି କମ୍ପାନୀ ଡୁବିଗଲା ବା କମ୍ପାନୀ ଯଦି ଲସ୍ରେ ଗଲା ଆମର କଣ ହବ। ଚାକିରିରେ କିଛି ରୁଟିନ ଟାଇମ ଥାଏ, ମତେ ଏତେ ସମୟ ଭିତରେ କମ୍ପାନୀରେ ପହଞ୍ଚିବାର ଅଛି, ଏତେ ଘଣ୍ଟା କାମ କରିବାର ଅଛି, ଏଇ କାମ କରିବାର ଅଛି। ଚାକିରିରେ କଣ, ଚାକିରିର ପଇସା ନିର୍ଦ୍ଧାରଣ ଥାଏ। ମୁଁ ଏତେ ବର୍ଷ କାମ କଲି ମତେ ଏତେ ଟଙ୍କା ମିଳିଲା, ଫେର କିଛି ବର୍ଷ କାମ କରିବି, ଫେର କିଛି ବର୍ଷ ପରେ ଆଉ କିଛି ପଇସା ବଢିବ। ଚାକିରିରେ ପଇସା ଫିକ୍ସ ଥାଏ। ଚାକିରି ଏମିତି ଗୋଟେ ଜିନିଷ, ଆପଣ ଆପଣଙ୍କ ନିଜ ପରିବାରର ଖର୍ଚ୍ଚ ବହନ କରିହେବ ଜୀବନ ସାରା, କିନ୍ତୁ ଆମ ନିଜର ସ୍ୱପ୍ନ କିଛି ପୂରଣ କରିପାରିବେନି। ଯଦି କିଛି ବଡ ସ୍ୱପ୍ନ ଦେଖୁଥିବେ, ସେ ସ୍ୱପ୍ନ ଚାକିରିରେ କେବେ ପୂରଣ ହବନି। ଜଷ୍ଟ ଆପଣଙ୍କ ଘର ଭଲ ଭାବରେ ଚଳିପାରିବେ। ଯେଉଁ ଲୋକମାନେ ଚାକିରି କରନ୍ତି ସେମାନେ ଭାବନ୍ତି ଆମେ ତ ଠିକ ଠାକ ଚାକିରି କରୁଛେ ବା ଠିକ ଠାକ ପଇସା ପାଉଛେ, ଠିକ ଠାକ ଚଳିପାରୁଛେ, ଆଉ କଣ ଶିଖିବା ଦରକାର, ଆମେ ତ ସବୁ ଶିଖିବାରଛି। ଆମେ ଯାହା ଶିଖିବାର ଥିଲା ତାହା ଶିଖି ଦେଇଛେ ବା ଚାକିରି ପାଇଯାଇଛେ, ଆଉ କଣ ଶିଖିବାର କିଛି ଦରକାର ନାହିଁ। ସେମାନେ ଜାଣନ୍ତି ନା ଯେତେ ସ୍କିଲ୍ ଶିଖିବେ ସେତେ ପଇସା। ଗୋଟେ ସ୍କିଲ୍ ବନ୍ଦ ହେଲେ ଆଉ ଗୋଟେ ସ୍କିଲ୍ ଚାଲିବ। ଚାକିରି ଏମିତି ଗୋଟେ ଜିନିଷ, ଆପଣ ଚାଲିଗଲା ପରେ ଆପଣଙ୍କ ଚାକିରି ଆପଣଙ୍କ ପୁଅକୁ ଡାଇରେକ୍ଟ ମିଳିଯିବନି। ଆପଣଙ୍କ ପୁଅକୁ ସେତିକି କଷ୍ଟ କରିବାକୁ ପଡିବ ଯେତିକି ଆପଣ କଷ୍ଟ କରୁଥିଲେ। ଆଜି ଜାଣିବା ବ୍ୟବସାୟ କଣ। ବ୍ୟବସାୟ ଆମର କଣ ଲାଭ ହେଇଥାଏ ବା କଣ କ୍ଷତି ହେଇଥାଏ। ବ୍ୟବସାୟ ମାନେ ହଉଛି ରିକ୍ସ। ରିକ୍ସ ନାହିଁ ତ ବ୍ୟବସାୟ ନାହିଁ। ବ୍ୟବସାୟରେ ଫ୍ରିଡମ ଥାଏ, ନିଜ ବ୍ୟବସାୟକୁ ନିଜ ଇଚ୍ଛାରେ ଚଳେଇ ପାରିବେ। ଆପଣ ଚାହିଁଲେ ଏଥିରେ ଆପଣଙ୍କ ପ୍ରଡକ୍ଟର ଦରଦାମ କେତେବେଳେ ବି ବଢାଇ ପାରିବେ। ଆପଣ ଚାହିଁଲେ କିଛି ନୂଆ ପ୍ରଡକ୍ଟ ଲଞ୍ଚ କରିପାରିବେ। ବ୍ୟବସାୟ ମାନେ ରିକ୍ସ। ବ୍ୟବସାୟରେ କେତେବେଳେ ବି କ୍ଷତି ସହିବାର ସମ୍ଭାବନା ହୋଇପାରେ। ହଠାତ୍ ବଜାରରେ ଚାହିଦା କମିଯିବା, ଜଣେ ପ୍ରତିଦ୍ୱନ୍ଦ୍ୱୀ ସମାନ ପ୍ରକାରର ବ୍ୟବସାୟ ଆରମ୍ଭ କରିବା। ଏଥିରେ ପ୍ରଥମେ ନିଜେ ହିଁ ମାଲିକ, ନିଜେ ହିଁ ଚାକର ହେବାକୁ ପଡିବ। ପ୍ରଥମେ ନିଜେ କାମ କରିବାକୁ ପଡିବ। ଏଥିରେ କିଛି ଦରମା ନଥାଏ ବା କିଛି ପଇସା ଆସିବାର ସମ୍ଭାବନା ନଥାଏ, ବରଂ କିଛି ମାସ ଯାଏ ପଇସା ଖର୍ଚ୍ଚ କରିବାକୁ ପଡେ। ଏଥିରେ ସମୟର ନିର୍ଦ୍ଧାରଣ କିଛି ନଥାଏ ବା କେତେ ସମୟ କାମ କରିବ, ଏଥିରେ ଯେତେ ସମୟ କାମ କରିପାରିବ। ଏଥିରେ ଆପଣ ମନ ଦେଇ ଯେତେ ସମୟ କାମ କରିପାରିବେ। ବ୍ୟବସାୟରେ ଲିଡର କହିଲେ କଣ ବୁଝ। ବ୍ୟବସାୟରେ ଲିଡର ହଉଛି ଯୋଉ ବ୍ୟକ୍ତି ବ୍ୟବସାୟକୁ ସଠିକ ଦିଗ ଦେଖାଏ ବା ସଠିକ ବାଟରେ ଆଗେଇ ନେଇଯାଏ, ସବୁ ସମସ୍ୟାକୁ ମିଳିମିଶି ସମାଧାନ କରେ। ସେ ନିଜେ ଉନ୍ନତି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଉନ୍ନତି କରିଥାଏ। ବ୍ୟବସାୟରେ ଭିଜନ ରହିବା ଦରକାର, କାହିଁକି ଆପଣ ଯଦି ଚାହିଁବେ ଆପଣଙ୍କ ବ୍ୟବସାୟକୁ 5 ବର୍ଷ ଭିତରେ ମତେ ଏତିକ ଏତିକ ଦୋକାନ ଖୋଲିବାର ଅଛି ବା ଏତିକ ଟଙ୍କାର ମତେ ଲାଭ କରିବାର ଅଛି, ଏତିକ ଲୋକଙ୍କ ପାଖରେ ପହଞ୍ଚିବାର ଅଛି। ଆଉ ଗୋଟେ ହଉଛି ଫେଥ ବା ବିଶ୍ୱାସ। ନିଜ ଉପରେ ବିଶ୍ୱାସ ରହିବା ଦରକାର। ଆପଣଙ୍କ ବ୍ୟବସାୟ ଉପରେ ଅନ୍ୟମାନଙ୍କର ବିଶ୍ୱାସ ରହିବା ନିହାତି ଦରକାର, ତେବେ ଆପଣଙ୍କ ବ୍ୟବସାୟ ଉନ୍ନତି କରିପାରିବ। ଲାଷ୍ଟ ଭେରି ଇମ୍ପୋର୍ଟାଣ୍ଟ ଟିପ୍ସ, ଯେ ବ୍ୟବସାୟ କରନ୍ତି ସେମାନେ, ଜାଣନ୍ତି ସେମାନେ କେବେ ବି ଶିଖିବା ବନ୍ଦ କରନ୍ତି ନାହିଁ।
ତାଙ୍କର କ'ଣ ଭୁଲ ରହିଲା ତାହା ଜାଣନ୍ତି, ଆଉ ନୂଆ କ'ଣ କରିହେବ ତା ପାଇଁ ସେ ଶିଖି ଚାଲନ୍ତି ବା ଚେଷ୍ଟା କରନ୍ତି ନୂଆ କ'ଣ ହେଇପାରିବ, ନୂଆ କ'ଣ ହେଲେ ଭଲ ହବ। ବ୍ୟବସାୟ ଏମିତି ଗୋଟେ ଜିନିଷ ଯୋଉଥିରେ ପଇସା ଧୀରେ ଧୀରେ ଆସେ କିନ୍ତୁ ଧୀରେ ଧୀରେ ବଢି ବଢି ପଇସା ଚାଲେ, କେବେ କମି କମି ଚାଲେନି। ସବୁ ସମୟରେ ପଇସା ବଢି ବଢି ଚାଲେ। କୌଣସି ବ୍ୟବସାୟ କରିବା ପୂର୍ବରୁ ତା ବିଷୟରେ ଭଲ ଭାବରେ ଜାଣି ନେବା ନିହାତି ଦରକାର। ଏହି ବ୍ୟବସାୟର ଚାହିଦା କେତେ, ଆଗକୁ ବଢିବ ନା କମିବ। ବ୍ୟବସାୟ ହେଉଛି ଏମିତି ଗୋଟେ ଜିନିଷ ବିନା ଧୈର୍ଯ୍ୟରେ ବା ବିନା ଅପେକ୍ଷାରେ ଫଳ ମିଳେ ନାହିଁ। ଆପଣ ଆପଣ ବ୍ୟବସାୟକୁ ଯୋଉଠାରେ ଛାଡ଼ିବେ, ଯୋଉ ଆକାରରେ ଛାଡ଼ିବେ, ଆପଣଙ୍କ ପୁଅ ସେଇଠି ସେଇ ଆକାରରେ ତାକୁ ଧରିକି ଆଗକୁ ନେଇ ଚାଲିବ।